ତିରିଶରେ ଦ୍ୱାରପୂଜା ଯେମିତି ସମ୍ପନ୍ନ ହୋଇଥିଲା, ତାପରେ ଶ୍ରୀଜୀଉଙ୍କର ଦ୍ୱାରପଡ଼ା ପୂଜା ଏବଂ ସମସ୍ତ ନୀତିକାନ୍ତି ହୋଇ ଗର୍ଭଗୃହ ମାର୍ଜନ ହୋଇ ଅବକାଶ ସମ୍ପନ୍ନ ହୋଇଥିଲା। ଅବକାଶ ନୀତି ପରେ ଶ୍ରୀଜୀଉଙ୍କର ମହାସ୍ନାନ ହୋଇଥିଲା ଏବଂ ଦୈନନ୍ଦିନ ସପ୍ତମର୍ଘ୍ୟ ବିହିତ ବିଶେଷ ସଡ଼କ ପୂଜା ପର୍ବ ଆମର ନୀତିକାନ୍ତି ଅନୁଷ୍ଠିତ ହୋଇ 7ଟା ସମୟରେ ଆମେ ସାହାରା ମେଳା ଦର୍ଶନ ଦେଇଥିଲୁ। ଆଜି 12ଟା 30ରେ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ପରେ ମଙ୍ଗଳ ଆଳତୀ ହୋଇ ପୁଣି ଶ୍ରୀଜୀଉଙ୍କର ପହଳ ପଡ଼ିବ। 2ଟାରେ ପୁଣି ଶ୍ରୀଜୀଉଙ୍କର କବାଟ ଦ୍ୱାରପୂଜା ସମ୍ପନ୍ନ ହେବ। ତାପରେ ସାୟାହ୍ନ ନୀତି ଆରମ୍ଭ ହୋଇ ସନ୍ଧ୍ୟା ସମୟରେ ଶ୍ରୀବେକଡ଼ା ଆଜି ଝାଡ଼ିଠାରେ ପଡ଼ି ସାରିଲା ପରେ ଶ୍ରୀଜୀଉଙ୍କର ଅର୍ଘ୍ୟ ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହେବ। ସପ୍ତମର୍ଘରେ ଆଜିର ନୀତିକାନ୍ତି ହେଉଛି ଆମେ ସକାଳେ ମାଙ୍କର ସେବା ପୂଜା ହେଇଥିଲା ଏବଂ ନୀତିକାନ୍ତି ପରିସମାପ୍ତି ପରେ ବର୍ତ୍ତମାନ ପହଡ଼ ପଡ଼ି ପୁଣି ଶ୍ରଦ୍ଧାଳୁମାନଙ୍କ ଦର୍ଶନାର୍ଥେ କରାଯିବ। କିନ୍ତୁ ବର୍ତ୍ତମାନ ଭକ୍ତ ଚାଲିଛି, ପାଖାପାଖି ଭକ୍ତ ବର୍ତ୍ତମାନ ଅଫିସିଆଲି ହେଲେନି 2000 ଭିତରେ, କିନ୍ତୁ ଆହୁରି ଅଧିକା ସନ୍ଧ୍ୟା ସୁଦ୍ଧା ଆହୁରି ଅଧିକା ଭକ୍ତ ହେବେ। ତେଣୁ ବର୍ତ୍ତମାନ ସୁଦ୍ଧା ଠିକ ଭାବରେ ସୁସ୍ଥ ଭାବରେ ନୀତିକାନ୍ତି ଠିକ ଭାବରେ ଚାଲିଛି ଏବଂ ବିଶେଷ କରି ପ୍ରଶାସନିକ ତରଫରୁ ଯାହା ଯାହା କାର୍ଯ୍ୟକ୍ରମ ହେଇଛି ସବୁ ଠିକ ଭାବରେ ଚାଲିଛି। କୌଣସି ପ୍ରକାର କିଛି ବର୍ତ୍ତମାନ ଅସୁବିଧା ପରିଲକ୍ଷିତ ହେଉନି। ତଥାପି ଆଉ ଆଶା କରୁଛୁ ଯେଉଁ ଆମର କାମିନା ବିବାହ ଏବଂ ନୀଳପର୍ବ ପାଟ ପର୍ବ ବାବା ଚନ୍ଦନେଶ୍ୱରଙ୍କ ଯେଉଁ ରହିଛି କୃପା ରହିଛି, କୌଣସି ପ୍ରକାର କିଛି ଅସୁବିଧା ହେବନି। ଏଥର ଲକ୍ଷାଧିକ ଭକ୍ତ ହେଲେ ମଧ୍ୟ ସୁସ୍ଥ ଭାବରେ ଆମର ନୀଳ ପାଟ ପର୍ବ ପରିସମାପ୍ତି ହେବ ବୋଲି ଆମର ସମସ୍ତ ବାବାଙ୍କର କୃପାରୁ ସବୁ ଆଶା ଆଉ ବିଶ୍ୱାସ ରହିଛି।